ଆଜି ଆମେ ଜାଣିବା ଗଣିତ ବିଷୟର ଆବଶ୍ୟକତା କ'ଣ। ଗଣିତ ହେଉଛି ଏକ ବିଶାଳ ଜ୍ଞାନର ସମୁଦ୍ର। ଏମିତି ଏକ ବିଷୟ ଯାହାର କୌଣସି ସୀମା ନାହିଁ। ଏହି ବିଶାଳ ଜ୍ଞାନର ଭଣ୍ଡାରରୁ ଆମେ ଆମ ଆବଶ୍ୟକତା ଅନୁସାରେ ଭିନ୍ନ ଭିନ୍ନ ବିଷୟ ସମ୍ବନ୍ଧରେ ଅଧ୍ୟୟନ କରୁ। ଯେପରିକି ଜଣେ ବ୍ୟବସାୟୀ ଗଣିତର ଏକ ନିର୍ଦ୍ଦିଷ୍ଟ ବିଷୟକୁ ଅଧ୍ୟୟନ କରୁଥିବା ବେଳେ ଜଣେ ଯନ୍ତ୍ରୀ ବା ଇଞ୍ଜିନିୟର ପାଇଁ ଗଣିତର ଅନ୍ୟ ଏକ ବିଷୟର ଗୁରୁତ୍ୱ ରହିଥାଏ। ଭୌଗୋଳିକ ଅର୍ଥାତ୍ ଭୂଗୋଳ କ୍ଷେତ୍ରରେ ମଧ୍ୟ ଗଣିତର ଆବଶ୍ୟକତା ଭିନ୍ନ ଭିନ୍ନ ଥିବାବେଳେ ଆମ ଦୈନନ୍ଦିନ ଜୀବନରେ ବ୍ୟବହାର ହେଉଥିବା ଗଣିତର ଆବଶ୍ୟକତା ଭିନ୍ନ ଭିନ୍ନ ହୋଇଥାଏ। ମୋଟାମୋଟି ଭାବରେ କହିବାକୁ ଗଲେ ଗଣିତର କୌଣସି ଗୋଟିଏ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ବ୍ୟବହାର କରାଯାଇନଥାଏ। ଏମିତି ଅନେକ ଗୁଡ଼ିଏ କର୍ମକ୍ଷେତ୍ର ରହିଛି ଯାହା ବିନା ଗଣିତରେ ସମ୍ଭବ ହିଁ ନୁହେଁ। କ'ଣ ଏହାର ଅର୍ଥ ଆମକୁ ଏ ସବୁ କ୍ଷେତ୍ରରେ ବ୍ୟବହାର ହେଉଥିବା ଗଣିତ ବିଷୟରେ ଅଧ୍ୟୟନ କରିବାକୁ ପଡ଼ିବ? ଉତ୍ତର ନାହିଁ। जान दे देंगे इसके लिए। क्या बात कर रहे हो आप? एग्रेसिव होने की क्या बात? जान दे देंगे इसके लिए। ଏମିତି ନୁହଁ। ମନେ ପକାଅ, ମୁଁ ଆରମ୍ଭରୁ କହିଥିଲି କି ଗଣିତ ହେଉଛି ଏକ ବିଶାଳ ଜ୍ଞାନର ସମୁଦ୍ର। ଯଦି ଆମେ ସାରା ଜୀବନ ଗଣିତ ଶିଖିବାରେ ବି ଲଗାଇଦେବା, ତାହେଲେ ବି ଗଣିତ ଶିଖିବାରେ ଗୋଟେ ଜୀବନ ଛୋଟ ପଡ଼ିବ। ତେଣୁ ଆମକୁ ଆମ ଆବଶ୍ୟକତା ମୁତାବକ ଗଣିତର ଅଧ୍ୟୟନ କରିବାକୁ ପଡ଼ିବ। ଗଣିତ ହେଉଛି ଏପରି ଏକ ଜ୍ଞାନ ଯାହା ଆମକୁ ବିଭିନ୍ନ କ୍ଷେତ୍ରରେ କାମ କରିବା ପାଇଁ ବିଶେଷ ସହଯୋଗୀ ହେବ। ଏବେ ପ୍ରଶ୍ନ ଉଠୁଛି କି ଯଦି ମୁଁ ଗୋଟିଏ ଛାତ୍ର ବା ଛାତ୍ରୀ, ମୋ ପାଖରେ ଯଦି କୌଣସି ଏମିତି କାମ ନାହିଁ ଯେଉଁଠାରେ ଗଣିତର ବ୍ୟବହାର ହେଉଥିବ, ତାହେଲେ ମୁଁ କ'ଣ କରିବି? କ'ଣ ମୁଁ ଗଣିତ ଶିଖିବି ନା ଶିଖିବିନି? ସିଧା କଥା, ଗଣିତର ଶିଖିବା ଏବେ ହିଁ ବନ୍ଦ କର। କିନ୍ତୁ ସତ କହିବାକୁ ଗଲେ ହୁଏତ ଏପରି କାମ ଥିବ ଯେଉଁଠାରେ ଗଣିତ ନଥିବ। ଅର୍ଥାତ୍ ପ୍ରାୟ ସମସ୍ତ କ୍ଷେତ୍ରରେ ଗଣିତର ବ୍ୟବହାର ହେଉଥିବାର ଆମକୁ ଦେଖିବାକୁ ମିଳିଯିବ। ଏକ ଜୀବନ ପାଇଁ ଖାଦ୍ୟ, ବସ୍ତ୍ର, ବାସଗୃହ ଆଉ ଜୀବିକା ଅର୍ଜନ ପାଇଁ କର୍ମର ଆବଶ୍ୟକତା ରହିଥାଏ। ଖାଦ୍ୟ ପାଇଁ ଦୋକାନକୁ ଯିବାକୁ ହିଁ ପଡ଼ିବ। ଆଉ ବିନା ଗଣିତରେ ଦୋକାନରେ ହେଉଥିବା ହିସାବ ବି ହେବନି। ଠିକ୍ ସେମିତି ବସ୍ତ୍ର, ବାସଗୃହ ଆଉ ନିଯୁକ୍ତ କର୍ମକ୍ଷେତ୍ରରେ ମଧ୍ୟ ଟଙ୍କା ପଇସାର କାରବାର ଦେଖିବା ସ୍ୱାଭାବିକ। ଆଉ ବିନା ଗଣିତ ଜ୍ଞାନରେ ଟଙ୍କା ପଇସାର କାରବାର କରିବା ଅସମ୍ଭବ। ତେଣୁ ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ଆମକୁ ଗଣିତର ଆବଶ୍ୟକତା ରହିଥିବାର ଦେଖାଯାଉଛି। ତେଣୁ ଗଣିତ ଜ୍ଞାନ ଅର୍ଜନ କରିବା ଦ୍ୱାରା ଆମେ ଜୀବନର ଅନେକ କାର୍ଯ୍ୟ ସହଜ, ସୁନ୍ଦର ଆଉ ସୁଗମ ରୂପେ ସମ୍ପାଦିତ କରିପାରୁ। ମୋଟାମୋଟି କହିବାକୁ ଗଲେ ଆମେ ଗଣିତର ସେହି ମୌଳିକ ଜ୍ଞାନର ଅର୍ଜନ କରିବା ଯାହାର ପ୍ରୟୋଗ, ଯାହାର ବ୍ୟବହାର ପ୍ରାୟ ସମସ୍ତ କ୍ଷେତ୍ରରେ ଦେଖିବାକୁ ମିଳିବ। ଆଉ ମୁଁ ଏତିକି କହିପାରିବି କି ଏ ଯାତ୍ରା ଯେମିତି ଆଗକୁ ଧୀରେ ଧୀରେ ବଢ଼ି ଚାଲିବ, ଯାତ୍ରା ସେତିକି ରୋମାଞ୍ଚକର, ଆନନ୍ଦଦାୟକ ସାବ୍ୟସ୍ତ ହେବାକୁ ଲାଗିବ। ଗଣିତକୁ ଗୋଟିଏ ବୋଝ ବୋଲି ନ ଭାବି ଏହାକୁ ନିଜ ହୃଦୟର ଏକ ଅଂଶ ରୂପେ ଗ୍ରହଣ କରିନେବା ଫଳରେ ଗଣିତରେ ନିର୍ଭୀକ ରହିପାରିବ। ଗଣିତ ସହ ଗୋଟିଏ ଏମିତି ସମ୍ପର୍କ ସୃଷ୍ଟି ହେବ ଯାହାକୁ ଭୁଲିବା ବିଷୟରେ ସ୍ୱପ୍ନରେ ବି ଭାବି ହେବନି। ଏ ବିଷୟ ଏକ ବିନମ୍ର ପ୍ରେମପତ୍ର ନେଇ ଆମ ନିକଟରେ ଆଜି ଉପସ୍ଥିତ। ଆଉ ମୁଁ ଏ ପ୍ରେମପତ୍ରକୁ ସ୍ୱୀକାର କରୁଛି। ତାହାହେଲେ ଏ ପର୍ଯ୍ୟନ୍ତ ଆମେ ଜାଣିଲେ କି ଗଣିତର ଆମ ଜୀବନରେ ଆବଶ୍ୟକତା କ'ଣ ରହିଛି, ଯାହା ଗୋଟିଏ ଝଲକ ମାତ୍ର। ବାସ୍ତବରେ ଗଣିତର ଆବଶ୍ୟକତା ଅନନ୍ତ, ଅକଳନୀୟ, ଯାହା ବିଷୟରେ କଳ୍ପନା ବି କରିବା ସମ୍ଭବ ନୁହଁ। ଏହି ଜ୍ଞାନର ଧାରା ବାସ୍ତବରେ ଅନୁପମ, ଅତୁଳନୀୟ। ଏହି ବିଷୟକୁ ଯେତେ ଗଭୀର ଭାବେ ଅଧ୍ୟୟନ କରାଯାଏ,
ଏହାର ସହଜତା ସେତେ ମାତ୍ରାରେ ପ୍ରସ୍ଫୁଟିତ ହୋଇଥାଏ। ଯେଉଁଠାରେ ବୁଝାମଣା ଯେତେ ଭଲ ଥିବ, ଯେତେ ସୁନ୍ଦର ଥିବ, ସେଠାରେ ଭଲ ପାଇବା ମଧ୍ୟ ସେତିକି ଗଭୀର ରହିବ। ତେଣୁ ଗଣିତର ପ୍ରତ୍ୟେକ ବିଷୟକୁ ଯେତେ ଗଭୀର ଭାବରେ ଅଧ୍ୟୟନ କରିବା, ସୁନ୍ଦର ଭାବେ ବୁଝିବା, ଗଣିତ ପ୍ରତି ଏହି ଭଲ ପାଇବା ସେତିକି ମାତ୍ରାରେ ପ୍ରଗାଢ଼ ହୋଇ ଚାଲିବ। ଗଣିତ ଜ୍ଞାନର ପ୍ରଗାଢ଼ତା ହିଁ ଅଭ୍ୟାସ ପାଇଁ ପ୍ରେରଣା ଦେବ। ଅର୍ଥାତ୍ ଗୋଟିଏ ଜ୍ଞାନର ମହତ୍ତ୍ୱ କେବଳ ଜାଣିବାରେ ସୀମିତ ନଥାଏ, ସେହି ଜ୍ଞାନକୁ ଜାଣିବା ଦ୍ୱାରା ଉପଯୁକ୍ତ କ୍ଷେତ୍ରରେ ପ୍ରୟୋଗ କରିବା ଫଳରେ ଜ୍ଞାନର ଗୌରବ ବୃଦ୍ଧି ହୁଏ। ଯେତେବେଳେ କି ଜ୍ଞାନ ନିଜ ମଧ୍ୟରେ ନିଜେ ଗୌରବାନ୍ୱିତ, ନା ଜ୍ଞାନର ଗୌରବରେ କେବେ ବୃଦ୍ଧି ଘଟେ, ନା କେବେ ତାର ହ୍ରାସ ଘଟେ। ଜ୍ଞାନ ନିଜ ମଧ୍ୟରେ ନିଜେ ସ୍ୱଚ୍ଛ ଦୀପ୍ତିମାନ, କିନ୍ତୁ ବାରମ୍ବାର ଅଭ୍ୟାସ କିମ୍ବା ପ୍ରୟୋଗ ନ କରିବା କାରଣରୁ ଅଜ୍ଞାନତା ଆମ ଭିତରେ ବଢ଼ିଥାଏ। ଯେମିତି ଏକ ସଫାସୁତୁରା ଥିବା ଘର ବା କୋଠରୀକୁ କିଛି ଦିନ ପର୍ଯ୍ୟନ୍ତ ବ୍ୟବହାର ନ କରିବା ଫଳରେ ତାହା ସ୍ୱତଃ ମଳିନ ପଡ଼ିଯାଏ, ଠିକ୍ ସେହିପରି ଜ୍ଞାନର ବାରମ୍ବାର ଅଭ୍ୟାସ ନ କରିବା କାରଣରୁ ଜ୍ଞାନର ମାତ୍ରାରେ ହ୍ରାସ ପରିଲକ୍ଷିତ ହୁଏ। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଏହା କି ଯେ ଯେଉଁଠାରେ ଭଲ ପାଇବା ଥାଏ ସେଠାରେ ନା ଅଭ୍ୟାସ କମେ ନା ଅଜ୍ଞାନତା ଆସେ। ଇଏ ତ ଥିଲା ଗୋଟେ ଛୋଟ ଧାରଣା ଯାହା ମୋ ହୃଦୟରୁ ଗଣିତ ପ୍ରତି ଥିବା ଭଲ ପାଇବା କାରଣରୁ ଆସିଥିଲା। ଆଉ ଏହା ଥିଲା ଗଣିତର ଆବଶ୍ୟକତା ପାଇଁ ମୋର ଚିନ୍ତାଧାରା। ଆପଣଙ୍କ ଚିନ୍ତାଧାରା କ'ଣ କମେଣ୍ଟ କରି ନିଶ୍ଚୟ ଜଣାଇବେ। ଦେଖା ହେବା ଆଗାମୀ ଅଧ୍ୟାୟରେ। ସେ ପର୍ଯ୍ୟନ୍ତ ଶୁଭ ବିଦାୟ।